ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ସୁନ୍ଦର ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ତେଣୁ ଚାଲନ୍ତୁ এই ଭିଡ଼ିଓଟିରେ ଆମେ ଦେଖିବା ଗୋଟିଏ ସୁନ୍ଦର ମନ୍ଦିର, ଆଉ ତା ସହିତ ଏଇ ମନ୍ଦିରଟି ହେଉଛି ବାବା ବାଲି କପିଳେଶ୍ୱରଙ୍କର ମନ୍ଦିର। ତେଣୁ ଆପଣମାନେ ନିହାତି ଦେଖିପାରୁଥିବେ। ତେଣୁ ବାଲି କପିଳେଶ୍ୱର କହିଲେ ବିଭିନ୍ନ ଜାଗାରେ ଶିବଙ୍କର ମନ୍ଦିର ମାନ ଅଛି। ତା ମଧ୍ୟରୁ କେତେ ମନ୍ଦିର ପ୍ରଭୁଙ୍କର କେତେ ନାଁ ଆଉ କେତେ ମହିମା। ତେଣୁ ଆମେ ଆଜି ଏହି ଭିଡ଼ିଓଟିରେ ବାବା ସେଇ ବାଲି କପିଳେଶ୍ୱରଙ୍କ ବିଷୟରେ ନିହାତି ଜାଣିବା, ତାଙ୍କର ମହିମା କ'ଣ ଏବଂ କେଉଁଠି ତାଙ୍କର ମନ୍ଦିର ଅଛି। ତେଣୁ ମୁଁ ଏଇଟା ଯେଉଁ ଦେଖାଉଛି ଏଇଟା ଆପଣମାନଙ୍କୁ, ଏଇଟା ହେଉଛି ପୁରୀ ସହରର ଗୁଣ୍ଡିଚା ମନ୍ଦିର ପାଖରେ ଥିବା ବାବା ବାଲି କପିଳେଶ୍ୱରଙ୍କର ଗୋଟିଏ ମନ୍ଦିର। ତେଣୁ ଇଏ ବହୁତ ପ୍ରାଚୀନ ମନ୍ଦିର। ତା ସହିତ ପୁରୀ ସହର ଠାରୁ 17-18 କିଲୋମିଟର ଦୂର ଗଲେ ବାବା ବାଲି କପିଳେଶ୍ୱରଙ୍କ ମନ୍ଦିର ପଡ଼େ। ଆଉ ବାଲି କପିଳେଶ୍ୱରଙ୍କ ମହିମା କହିବାକୁ ଗଲେ, ବାଲି କପିଳେଶ୍ୱରଙ୍କୁ ଯଦି ଆପଣଙ୍କର କୌଣସି ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ହାଡ଼ ଜନିତ ଯନ୍ତ୍ରଣା ହେଉଛି କିମ୍ବା ହାଡ଼ ଭାଙ୍ଗି ଯାଇଛି, ତାହେଲେ ଆପଣ ବାଲି କପିଳେଶ୍ୱରଙ୍କୁ ମାନସିକ କରି ଯଦି ଆପଣ ଚିକିତ୍ସା କରୁଛନ୍ତି ତାହେଲେ ନିହାତି ଆପଣଙ୍କର ଭଲ ହୋଇଯାଏ। ଆଉ ଯଦି ଛୋଟ ମୋଟ ଏମିତି ବିନ୍ଧା ଦରଜ ହେଉଥାଏ କି କୌଣସି ଆଘାତ ନ ଲାଗି ମଧ୍ୟ ହାଡ଼ ସମ୍ବନ୍ଧୀୟ ବିନ୍ଧା ଯଦି ହେଉଛି, ତାହେଲେ ନିହାତି ଆପଣମାନେ ତା'ର ଯେଉଁ ଆପଣମାନଙ୍କ ପାଖରେ ଯେଉଁ ବାଲି ଅଛି, ସେ ବାଲିଟାକୁ ତଳେ ଯେଉଁ ବାଲି ଅଛି ସେ ବାଲିକି ନେଇକି ବାଲି କପିଳେଶ୍ୱରଙ୍କ ନାଁରେ 21 ଥର ଯେଉଁ ଜାଗା ବିନ୍ଧା ହେଉଛି ସେ ଜାଗାରେ ଆପଣ ଲଗେଇବେ, ଘଷିବେ, ଧୀରେ ଧୀରେ ଘଷିବେ ଆଉ ବାବାଙ୍କୁ ଡାକିବେ ମୋର ଏ ରୋଗ ଭଲ ହୋଇଯାଉ। ନିହାତି ଆପଣଙ୍କର ସେ ରୋଗ ଦେଖିବେ, ଆପଣ 7-8 ଦିନ କଲା ପରେ ନିହାତି ଆପଣଙ୍କୁ ଉପଶମ ମିଳିବ। ତାପରେ ସମ୍ପୂର୍ଣ୍ଣ ରୂପେ ସେ ରୋଗଟି ଆପଣଙ୍କ ପାଖରୁ ଉଭେଇଯିବ। ଇଏ ହେଉଛି ବାବା ବାଲି କପିଳେଶ୍ୱରଙ୍କ ମହିମା। ଆଉ ବାବାଙ୍କ ପାଖରେ ଆପଣ ଚାହିଁଲେ ମାନସିକ କରିପାରିବେ। ମାନସିକ କହିଲେ ଆପଣଙ୍କର ରୋଗଟି ଭଲ ହେଲା ପରେ ଆସିକି ପୂଜା କରିପାରିବେ। ଆପଣଙ୍କ ସକ୍ଷରେ ଯାହା ହେଲା ସେଇ ଭୋଗ ହେଉ କି କେହି ଆମର ପ୍ରାୟ କଦଳୀ କାନ୍ଦି ମଧ୍ୟ ଭୋଗ କରିଥାନ୍ତି ଠାକୁରଙ୍କ ପାଖରେ ମାନସିକ ପୂରଣ ହେଲା ପରେ। ତେଣୁ ସେଇଟା ଆପଣଙ୍କ ସକ୍ଷରେ ଆପଣ ଯାହା ସେଇଟା କରିପାରିବେ। ଇଏ ଥିଲା ବାବା ବାଲି କପିଳେଶ୍ୱରଙ୍କ ମହିମା, ଯାହା ଯିଏକି ବାଲିରେ ତାଙ୍କର ରୋଗ ଭଲ ହୋଇଯାଏ। କୌଣସି ପ୍ରକାର ମେଡ଼ିସିନ ଏଠି ଆବଶ୍ୟକ ହୁଏନି, ଔଷଧ ଏଠି ଆବଶ୍ୟକ ହେବା ଦରକାର ନାହିଁ। କିନ୍ତୁ ଆପଣ ଯଦି ବିଶ୍ୱାସ ରଖି ବାବାଙ୍କ ପାଖରେ ବାଲିକି ତଳର ଯେଉଁ ମାଟି ଯେଉଁ ବାଲି ଅଛି, ବାଲି ହେଉ କି ମାଟି ହେଉ, ଯଦି ବାବାଙ୍କୁ ଡାକିକି ମୁଣ୍ଡରେ ଲଗେଇକି ସେଇ ଯେଉଁ ରୋଗ ହେଉଛି ଆପଣଙ୍କର, ଯେକୌଣସି ରୋଗ ହେଉଥାଉ, ତା ପାଖରେ ଯଦି ଆପଣ ସେ ବାଲିକି ମାନସିକ କରି ଆପଣ ଘଷିଦେବେ, ନିହାତି ଆପଣଙ୍କ ରୋଗ ଦୂରୀଭୂତ ହୋଇଯିବ। ଇଏ ଥିଲା ବାବା ବାଲି କପିଳେଶ୍ୱରଙ୍କ ମହିମା। ବିଭିନ୍ନ ସ୍ଥାନରେ ବାଲି କପିଳେଶ୍ୱରଙ୍କ ମନ୍ଦିର ଅଛି। ଆପଣମାନଙ୍କ ଅଞ୍ଚଳରେ ମଧ୍ୟ ବାଲି କପିଳେଶ୍ୱରଙ୍କ ମନ୍ଦିର ଥିବ। ସେଇ ଗୋଟିଏ ଠାକୁର, ସିଏ କୌଣସି ଠାକୁର ଅଲଗା ନୁହନ୍ତି। ଆଉ ସିଏ ହିଁ ବାବା ବାଲି କପିଳେଶ୍ୱରଙ୍କର ମହିମା ଅପାର। ସେ ନିହାତି ଯେଉଁ ଆମର ହାଡ଼ ସମ୍ବନ୍ଧୀୟ ରୋଗ ଯେତେ ସବୁ ଭଲ କରିଥାନ୍ତି। ମୁଁ ମଧ୍ୟ ନିଜେ ପରୀକ୍ଷିତ କରିଛି ଏବଂ ମୋର ଯେତେବେଳେ ଗୋଇଠି ଯନ୍ତ୍ରଣା ହେଉଥିଲା, ସେତେବେଳେ ମୁଁ ଚାଲିବା ପାଇଁ ବି ଅକ୍ଷମ ଥିଲି। ବହୁତ କଷ୍ଟ ହେଉଥିଲା। ପ୍ରାୟ 6-7 ମାସ କାଳ ବହୁତ କଷ୍ଟ ପାଇଥିଲି। ଆଉ ସେଇ ବାବାଙ୍କୁ ଡାକି ଡାକି ଆଉ ବାଲି ମାରି ମାରି ମୋର ରୋଗକୁ ମୁଁ ସମ୍ପୂର୍ଣ୍ଣ ଭଲ କରିଛି। ନିହାତି ତାପରେ ଯାଇ ବାବାଙ୍କ ପାଖରେ ଭୋଗରାଗ କରି ମୁଁ ଆସିଥିଲି। ତେଣୁ ଏଇଟା ଯେହେତୁ ମୁଁ ଉପକୃତ ହୋଇଛି, ତେଣୁ ବାବାଙ୍କ ମହିମାକୁ ପ୍ରଚାର କରିବା ପାଇଁ ନିହାତି ଗୋଟିଏ ଭିଡ଼ିଓ ବନେଇବାର ଆବଶ୍ୟକତା ଥିଲା। ତେଣୁ ଏ ଥିଲା ବାବା ବାଲି କପିଳେଶ୍ୱରଙ୍କ ମହିମା। ତେଣୁ ବାବାଙ୍କର ମହିମା ହେଉଛି ଅପାର। ଆଉ ଆପଣମାନେ ଯଦି ପୁରୀ ଆସୁଛନ୍ତି, ପୁରୀ ସହର ଠାରୁ 15-17 କିଲୋମିଟର ଭିତରେ କୋଣାର୍କ ଆଡ଼େ ଗଲାବେଳେ ବାଁ ପଟେ ପଡ଼େ ବାବା ବାଲି କପିଳେଶ୍ୱରଙ୍କର ମନ୍ଦିର।
ଆଉ ଇଏ ହେଉଛନ୍ତି ପୁରୀ ଟାଉନରେ ଯେଉଁ ଗୁଣ୍ଡିଚା ମନ୍ଦିର ଅଛି, ଗୁଣ୍ଡିଚା ମନ୍ଦିର ସାଇଡ଼ରେ ସେଇ କୋଣାର୍କ ସାଇଟ୍ ଗଲାବେଳକୁ ବାଟରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଏଇ ମନ୍ଦିରଟି ଅଛି। ତେଣୁ ଆପଣ ଏଠି ଆସିବି ଯେତେବେଳେ ପୁରୀ ଆସୁଛନ୍ତି ଏସବୁ ସ୍ଥାନ ଆସି ଦର୍ଶନ କରି ନିହାତି ଯାଇପାରିବେ ଏବଂ ଆପଣମାନଙ୍କର ଯେଉଁ ପୁରାତନ ରୋଗ ଅଛି ବା ଯନ୍ତ୍ରଣା ଅଛି ତାହାକୁ ନିହାତି ବାବାଙ୍କୁ ଜଣେଇ ଆପଣମାନେ ଆରୋଗ୍ୟ ଲାଭ କରିପାରିବେ ବୋଲି ମୋର ଆଶା। ତେଣୁ ଭିଡ଼ିଓଟି ଭଲ ଲାଗିଲେ ସାଙ୍ଗମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେ ନାହିଁ। ତେଣୁ ଏଇଭଳି ସୁନ୍ଦର ସୁନ୍ଦର ଭିଡ଼ିଓ ମୁଁ ଚ୍ୟାନେଲ ମାଧ୍ୟମରେ ଛାଡ଼ୁଛି। ତେଣୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରଖୁଛି। ଜୟ ଜଗନ୍ନାଥ। ଭଲରେ ଥାଆନ୍ତୁ ସମସ୍ତେ।